ସ୍ୱାଧୀନତା ଦିବସ ବା ଅଗଷ୍ଟ 15 ନିମନ୍ତେ ମୁଁ ଆପଣମାନଙ୍କ ପାଇଁ ଏକ ସୁନ୍ଦର ଓ ସହଜ ଭାଷଣ ନେଇ ଆସିଛି। ଭାଷଣଟି ଆମର 10 ଧାଡ଼ିରେ ରହିବ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ ମଧ୍ୟ ଏହି ଭାଷଣରେ ରହିଛି। ତା ସହିତ ମୁଁ ଏଠି କହିବାକୁ ଚାହିଁବି, ମୋ ଚ୍ୟାନେଲରେ ଆଗରୁ ମୁଁ ସ୍ୱାଧୀନତା ଦିବସ ନିମନ୍ତେ କୁଇଜ ରଚନା ସବୁ ଅପଲୋଡ କରିସାରିଛି। ତାର ଗୋଟିଏ ପ୍ଲେ ଲିଷ୍ଟ ମୁଁ କରିଦେଇଛି। ଆପଣ ଚାହିଁଲେ ସେଇଟାକୁ ମଧ୍ୟ ଦେଖିକି କମ୍ପିଟିସନ ଆପଣଙ୍କ ସ୍କୁଲରେ ଯଦି ହେଉଥିବ ସେଠାରେ ଭାଗ ନେଇ ପାରିବେ। ଏବେ ଦେଖିବା ସ୍ୱାଧୀନତା ଦିବସ ଭାଷଣ 10 ଧାଡ଼ିରେ। ପ୍ରଥମେ ଆପଣ କହିବେ, ସମ୍ମାନନୀୟ ସଭାପତି ମହୋଦୟ, ଉପସ୍ଥିତ ଗୁରୁଜୀ ବୃନ୍ଦ ଓ ମୋର ପ୍ରିୟ ସାଙ୍ଗମାନେ, ଆଜି ଆମେ ଏଠାରେ ଭାରତର ସ୍ୱାଧୀନତା ଦିବସ ପାଳନ କରୁଛେ। ଦେଖନ୍ତୁ, ଆପଣ ଏଠି ଭାରତର ସ୍ୱାଧୀନତା ଦିବସ କହିଲେ ହେବ, କିମ୍ବା ଭାରତର 79ତମ ସ୍ୱାଧୀନତା ଦିବସ ପାଳନ କରୁଛେ କହିଲେ ମଧ୍ୟ ହେବ। 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଆମେ ବ୍ରିଟିଶ ଶାସନରୁ ମୁକ୍ତି ପାଇଥିଲେ। ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ବଳିଦାନ ଆମକୁ ଏହି ମୁକ୍ତି ଦେଇଛି। ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ ଆଦି ବୀରମାନଙ୍କୁ ଆଜି ଆମେ ନମନ କରିବା। ଏହି ଦିନରେ ଆମେ ଆମ ଦେଶର ଏକତା ଓ ଅଖଣ୍ଡତାକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିବା। ଆମର ସଂସ୍କୃତି, ଭାଷା ଓ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଆମର କର୍ତ୍ତବ୍ୟ। ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏକ ସଶକ୍ତ ଓ ସମୃଦ୍ଧ ଭାରତ ଗଠନ କରିବା। ଏହି ଅବସରରେ ଆମେ ଆମର ଜାତୀୟ ସଙ୍ଗୀତ ଗାନ କରିବା ଏବଂ ଦେଶ ପ୍ରେମରେ ବିଭୋର ହୋଇଯିବା। ତ୍ରିରଙ୍ଗା ପତାକା ତଳେ ଶପଥ କରିବା, ଦେଶ ବିଦେଶରେ ଭାରତର ନାମ ଉଜ୍ଜ୍ୱଳ କରିବା। ଶେଷରେ ଜୟ ହିନ୍ଦ, ଜୟ ଭାରତ, ଜୟ ଓଡ଼ିଶା। ଏଇଠି ଆମର ଭାଷଣଟି ସରିଯାଇଛି। ଯଦି ଭିଡ଼ିଓଟି ଭଲ ଲାଗିଲା, ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।